ବାଲେଶ୍ୱର ସହରରେ ଆର୍ଚିଭ୍ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ୍ ବା SCPL ଅନ୍ନଦାନ ସେବା ଷ୍ଟେସନ ନିକଟରେ ଗରିବ ଓ ଅସହାୟମାନଙ୍କୁ ବଣ୍ଟନ କରାଗଲା ସୁଷମ ରନ୍ଧା ଖାଦ୍ୟ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱରର ଅଗ୍ରଣୀ ରିଏଲ ଇଷ୍ଟେଟ୍ ଡେଭଲପର୍ସ ଓ ବିଲ୍ଡର୍ସ ଆର୍ଚିଭ୍ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ୍ ବା SCPL ପକ୍ଷରୁ ନିରନ୍ତର ସମାଜ କଲ୍ୟାଣ କାର୍ଯ୍ୟ ଜାରି ରହିଥିବା ବେଳେ ବୁଧବାର ସନ୍ଧ୍ୟାରେ ଗରିବ ଓ ଅସହାୟ ଲୋକଙ୍କୁ ରାତ୍ରି ଭୋଜନ ପ୍ରଦାନ କରାଯାଇଛି। ବାଲେଶ୍ୱର ଷ୍ଟେସନ ନିକଟରେ ଇତସ୍ତତ ବୁଲୁଥିବା ଗରିବ ଲୋକଙ୍କୁ SCPLର ଅନ୍ନଦାନ ସେବା ଯୋଜନା ଅନ୍ତର୍ଗତ ସୁଷମ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। SCPLର ଚେୟାରମ୍ୟାନ୍ ମନୋଜ କୁମାର ମହାନ୍ତି, ନିର୍ଦ୍ଦେଶିକା ସ୍ୱପ୍ନା ମହାନ୍ତି ଓ ସଙ୍ଗୀତା ମହାନ୍ତିଙ୍କ ପ୍ରେରଣାରେ କମ୍ପାନୀର କର୍ମଚାରୀମାନେ ଏହି ଖାଦ୍ୟ ବଣ୍ଟନ କରିଥିଲେ। ବ୍ୟବସାୟ ସହିତ ସମାନ୍ତରାଳ ଭାବେ ସମାଜସେବା ପାଇଁ ନିର୍ଦ୍ଦେଶିକା ସଙ୍ଗୀତା ମହାନ୍ତି ସର୍ବଦା କର୍ମଚାରୀମାନଙ୍କୁ ଉତ୍ସାହିତ କରିଥାନ୍ତି। ସେହି କ୍ରମରେ ପ୍ରତ୍ୟେକ ସପ୍ତାହରେ 3 ରୁ 4 ଦିନ ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ଗରିବ ଓ ଅସହାୟମାନଙ୍କୁ ସୁଷମ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଥିବା SCPLର କର୍ମଚାରୀମାନେ କହିଛନ୍ତି। ବିଶେଷ କରି ବିଭିନ୍ନ ଛକରେ ବୁଲୁଥିବା ନିରାଶ୍ରୟ, ଭିକ୍ଷାବୃତ୍ତି କରୁଥିବା ଅସହାୟ, ରିକ୍ସା ଚାଳକ ଓ ଶ୍ରମିକ ପ୍ରଭୃତିଙ୍କୁ ଅନ୍ନଦାନ ସେବା ଯୋଜନାରେ ସୁଷମ ଖାଦ୍ୟ ପ୍ରଦାନ ଏହି ସେବା କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି। ଏହା ସହିତ ବାଲେଶ୍ୱର ସହରରେ ଥିବା ବୃଦ୍ଧାଶ୍ରମ ଓ ଅନାଥାଶ୍ରମ ଗୁଡ଼ିକରେ ମଧ୍ୟ ଏହିଭଳି ସେବା କାର୍ଯ୍ୟ କରାଯାଉଥିବା ସେମାନେ ସୂଚନା ଦେଇଛନ୍ତି। ଆମର SCPLର ଚେୟାରମ୍ୟାନ୍ ଯେଉଁ ଆମର ମନୋଜ କୁମାର ମହାନ୍ତି ଆଉ ଡାଇରେକ୍ଟର ଯିଏ ଅଛନ୍ତି ସଙ୍ଗୀତା ମହାନ୍ତି, ତାଙ୍କରି ପ୍ରେରଣାରେ ଆମେ ସବୁ ଜାଗାର ଯେଇ ଜାଗା ଗୁଡ଼ା ଷ୍ଟେସନ ଛକ ସବୁ ଅର୍ବାନ୍ ଏସବୁ ଜାଗା ଗୁଡ଼ାକରେ ଆମେ ସପ୍ତାହର ମିନିମମ୍ଟା ଆମେ 3 ଦିନ 4 ଦିନ ଆମେ ଖାଇବା ଦେଉଛୁ। ଏଇଟା SCPL ଗ୍ରୁପ୍ରୁ ଏଇଟା ଆପଣଙ୍କର ଚାଲି ରହିଛି। ଏଇଟା 6 ମାସ ହେଲା କାମ ଆମର ଦିଆ ଚାଲିଛି। ସବୁ ଯେତିକି ଆମର ଷ୍ଟେସନ ଛକ ପାଖରୁ ଆରମ୍ଭ କରିକି 2-3 ଜାଗା 4 ଜାଗା ଟାଉନ୍ ଭିତରେ ଆମେ ଦିଆ ଚାଲିଛି। ଏଇଟା ହେଉଛୁ ମାନେ ଚାଲୁ ରହିବ। ଏଇଟା ଯେଉଁଟାକି ଭଲ ଜିନିଷ, ଏଇଟା ଖାଇବା ପାଇଁ ପାଉନାହାନ୍ତି କି ଯେଉଁମାନେ ଭୋକର ରହୁଛନ୍ତି ସେମାନଙ୍କୁ ଯେମିତି ଭୋକର ନ ରହିବେ, ଗରିବ ଶ୍ରେଣୀର ଲୋକମାନେ ଯେଉଁମାନେ ରହୁଛନ୍ତି ଷ୍ଟେସନର ସେମାନଙ୍କୁ ଯେମିତି ସବୁଦିନ ଆମେ ତାଙ୍କ ଖାଇବାଟାକୁ ଯେମିତି ଆମେ ତାଙ୍କ ମୁହଁରେ ପହଞ୍ଚେଇ ପାରିବା, ସେଇଟା ପାଇଁ ଆମେ ସବୁଦିନ ଚେଷ୍ଟା କରୁଛେ କରିକି। ବିଶେଷ କରି ଆମର ଷ୍ଟେସନ ଛକଟା ହେଉଛି ସବୁଠାରୁ ବଡ଼ ପଏଣ୍ଟଟା ରହୁଛି। ତା ସହିତ ଆପଣଙ୍କର ସବୁ ଯେତିକି ଅର୍ବାନ୍ ସବୁ ରହିଛି, ତାପରେ ଯେତିକି ଅନାଥାଶ୍ରମ ଗୁଡ଼ା ରହିଛି, ସେ ସବୁ ଅନ୍ଧ ସ୍କୁଲ, ସେସବୁ ଜାଗାର ଆମେ ପ୍ରତି ୱିକ୍ଲି ଆମେ 3 ଦିନ 4 ଦିନ କରିକି ଆମେ ସବୁଆଡ଼େ ବୁଲି ଦେଉଛୁ। ଆହୁରି ସୋସିଆଲ କାମ ଗୁଡ଼ାକ ସବୁ ହାତକୁ ନେଇଛନ୍ତି ଆମର SCPL ଗ୍ରୁପ୍ର ଯେଉଁ ଆମର ଡାଇରେକ୍ଟର ସଙ୍ଗୀତା ମ୍ୟାଡ଼ାମ୍ ରହିଛନ୍ତି। ସେ ସବୁ ସେଗୁଡ଼ାକର ସବୁ ଆଗେ ସେଗୁଡ଼ା ସୋସିଆଲ ୱାର୍କ ସବୁ କାମ ଗୁଡ଼ା କରିବା ପାଇଁ ସେ ବହୁତ ଆଗ୍ରହ ହେଇଛି। ପ୍ରଭାକର ଦାସ, ରଜତ ନନ୍ଦୀ, ବସନ୍ତ ମହାପାତ୍ର, ଅଶିରଜିତ ଓ ସୁମନ ପ୍ରମୁଖ SCPLର କର୍ମଚାରୀମାନେ ଉପସ୍ଥିତ ରହି ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟ ପରିଚାଳନା କରିଥିଲେ। ମୋତେ କିଛି ଫୁଟୱେୟାର ଆଉ ବ୍ୟାଗ୍ ବଗେରା କିଣିବାର ଅଛି। ସପିଂ ଏବେ ନୁହେଁ, ସପିଂ ହେବ 13 ମାର୍ଚ୍ଚରେ। ଆଜି କ'ଣ ପାଇଁ ନୁହଁ? 13 ମାର୍ଚ୍ଚ କ'ଣ ପାଇଁ? ତୁମ ଜାଣିନି କି ବାଲେଶ୍ୱରରେ ଚିଡ଼ିଆପୋଲ ପାଖରେ ଖୋଲିବା ପାଇଁ ଯାଉଛି କଲକାତାର ଅରିଜିନାଲ ଶ୍ରୀ ଲେଦର। ଆଉ ଗୋଟେ କଥା ଜାଣିଛୁ, ଶ୍ରୀ ଲେଦର ପ୍ରଥମ ଥର ପାଇଁ ଦେବାକୁ ଯାଉଛି ଧମାକାଦାର ଅଫର। ଯେମିତିକି 999ରେ ପରଚେସ୍ କଲେ 400ର ଗୋଟେ ବ୍ୟାଗ୍ ଫ୍ରି। ଆଉ ହଁ, ଏଇଟା ଓନ୍ଲି 13 ମାର୍ଚ୍ଚ। माँ लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic,
बालेश्वर। पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।